ବର୍ତ୍ତମାନ ସୁଭଦ୍ରା ଯୋଜନାକୁ ନେଇ ଆଉ ଗୋଟିଏ ବହୁତ ବଡ଼ ଖୁସି ଖବର ଆସିଯାଇଛି। ଯେଉଁ ମହିଳାମାନେ ସୁଭଦ୍ରା ଯୋଜନାର ଯେଉଁ ଅପ୍ ଆଉଟ୍ ଅପସନ୍ ଥିଲା ସେହି ଅପସନ୍ରେ କ୍ଲିକ୍ କରିକି ସବମିଟ୍ କରିଦେଇଛନ୍ତି, ତାଙ୍କରି ପାଇଁ ଗୋଟେ ବହୁତ ବଡ଼ ଅପଡେଟ୍ ଆସିଯାଇଛି। ଦେଖନ୍ତୁ, ରାଜ୍ୟ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନାର ଅପ୍ ଆଉଟ୍ ପ୍ରସଙ୍ଗକୁ ନେଇ ବହୁତ ବଡ଼ ଗୋଟେ ଘୋଷଣା କରାଯାଇଛି। 18,735 ଜଣ ହିତାଧିକାରୀଙ୍କୁ ପୁଣି ଥରେ ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ମିଳିବ। ଯେଉଁମାନେ ବି ଅପ୍ ଆଉଟ୍ ଅପସନ୍ରେ କ୍ଲିକ୍ କରିକି ସବମିଟ୍ କରିଦେଇଛନ୍ତି, ସେହି ମହିଳାମାନେ ସୁଭଦ୍ରା ଯୋଜନା ଅଧୀନରେ ପୁଣି ଥରେ ସାମିଲ ହୋଇପାରିବେ ଏବଂ ଏହି ଯୋଜନା ଅଧୀନରେ ପୁଣି ଥରେ ସେମାନେ ଟଙ୍କା ପାଇପାରିବେ, ଯାହାକି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ବହୁତ ବଡ଼ ଗୋଟେ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ତେବେ ଯେଉଁ ମହିଳାମାନେ ଅପ୍ ଆଉଟ୍ ଅପସନ୍ରେ କ୍ଲିକ୍ କରିକି ସବମିଟ୍ କରିଦେଇଛନ୍ତି, ସେମାନଙ୍କୁ କିନ୍ତୁ ଏହିସବୁ କାମ କରିବାକୁ ପଡ଼ିବ। ସେମାନେ ଯଦି ଏହିସବୁ କାମ କରିଦେଉଛନ୍ତି, ତାହେଲେ ସେମାନେ ପରବର୍ତ୍ତୀ କିସ୍ତିରେ ଯାହାକି ସୁଭଦ୍ରା ଯୋଜନା ଅଧୀନରେ 5,000 ଟଙ୍କା ପାଇପାରିବେ ବୋଲି ଜଣାପଡ଼ିଛି। ତେବେ ସେହି ମହିଳାମାନଙ୍କୁ ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ପାଇବାକୁ ହେଲେ କ'ଣ କରିବାକୁ ପଡ଼ିବ ଏବଂ ସରକାରଙ୍କ ତରଫରୁ ଏ ନେଇ କ'ଣ ନିଷ୍ପତ୍ତି ଆସିବ, ଆପଣମାନଙ୍କୁ ମୁଁ ଏହି ଭିଡ଼ିଓ ମାଧ୍ୟମରେ ପୁରା ଡିଟେଲ୍ ଜଣାଇବି। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଗୋଟେ ଲାଇକ୍ କରିଦିଅନ୍ତୁ ଏବଂ ଯେଉଁମାନେ ଚ୍ୟାନେଲକୁ ନୂଆ ଆସିଥିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିକି ଅଲ୍ ନୋଟିଫିକେସନ୍ ଅନ୍ କରିଦିଅନ୍ତୁ। ଆପଣମାନେ ସମସ୍ତେ ଜାଣିଥିବେ ଯେ ସୁଭଦ୍ରା ଯୋଜନାର ଯେଉଁ ୱେବସାଇଟ୍ ରହିଛି, ସେ ୱେବସାଇଟ୍ରେ 18,735 ଜଣ ହିତାଧିକାରୀ ଯାହାକି ଅପ୍ ଆଉଟ୍ ଅପସନ୍ରେ କ୍ଲିକ୍ କରିକି ସବମିଟ୍ କରିଦେଇଛନ୍ତି। ଦେଖନ୍ତୁ, ଯେଉଁ ମହିଳାମାନେ ଅପ୍ ଆଉଟ୍ ଅପସନ୍ରେ କ୍ଲିକ୍ କରିକି ସବମିଟ୍ କରିଦେଇଛନ୍ତି, ସେମାନଙ୍କୁ ଯାହାକି ପୁଣି ଥରେ ସୁଭଦ୍ରା ଯୋଜନା ଅଧୀନରେ ସାମିଲ କରାଯିବ। ଆପଣମାନେ ଆଗରୁ ଯେମିତି ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ପାଉଥିଲେ, ପୁଣି ଥରେ ଆପଣମାନେ ଏହି ଯୋଜନା ଅଧୀନରେ ସାମିଲ ହୋଇକି ପୁଣି ଥରେ ଆପଣମାନେ ଏହି ଯୋଜନା ଅଧୀନରେ ଟଙ୍କା ପାଇପାରିବେ। କାରଣ 18,000ରୁ ଅଧିକ ମହିଳାମାନେ ଅଜାଣତରେ ଯାହାକି ଆପଣଙ୍କର এই ଯେଉଁ ଅପ୍ ଆଉଟ୍ ଅପସନ୍ ରହିଛି, ସେହି ଅପ୍ ଆଉଟ୍ ଅପସନ୍ରେ କ୍ଲିକ୍ କରିକି ସବମିଟ୍ କରିଦେଇଛନ୍ତି। ସୁଭଦ୍ରା ଯୋଜନାର ଷ୍ଟାଟସ୍ଟିକୁ ସେମାନେ ଚେକ୍ କଲା ସମୟରେ ଯାହାକି ସେହି ବକ୍ସରେ କ୍ଲିକ୍ କରିକି ସବମିଟ୍ କରିଦେଇଛନ୍ତି, ଯାହାଦ୍ୱାରା ସେମାନେ ସୁଭଦ୍ରା ଯୋଜନା ଅଧୀନରେ ବାଦ୍ ପଡ଼ିଛନ୍ତି ଏବଂ ତାଙ୍କର ଷ୍ଟାଟସ୍ଟିକୁ ଏବେ ଚେକ୍ କଲା ପରେ ମଧ୍ୟ ସୁଭଦ୍ରା ଯୋଜନାରେ ସେମାନେ କେତେ ତାରିଖରେ ଅପ୍ ଆଉଟ୍ କରିଛନ୍ତି ଏବଂ ଅପ୍ ଆଉଟ୍ ସକ୍ସେସଫୁଲି ହୋଇଯାଇଛି ବୋଲି ଯାହାକି ତାଙ୍କର ଏବେ ଷ୍ଟାଟସ୍ଟିକୁ ଚେକ୍ କଲା ପରେ ଶୋ କରୁଛି। ଦେଖନ୍ତୁ, ଯେଉଁମାନେ ବି ଅପ୍ ଆଉଟ୍ ଅପସନ୍ରେ କ୍ଲିକ୍ କରିକି ସବମିଟ୍ କରିଦେଇଛନ୍ତି, ତାଙ୍କ ପାଇଁ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବହୁତ ବଡ଼ ଗୋଟେ ନିଷ୍ପତ୍ତି ନେବାକୁ ଯାଉଛନ୍ତି। କାରଣ ସରକାରଙ୍କର ଭୁଲ ପାଇଁ ଏହି ଆପଣଙ୍କର ଅପ୍ ଆଉଟ୍ ଅପସନ୍ରେ ଅଧିକାଂଶ ମହିଳାମାନେ ଯାହାକି କ୍ଲିକ୍ କରିକି ସବମିଟ୍ କରିଦେଇଛନ୍ତି। ଦେଖନ୍ତୁ, ସେହି ଅପସନ୍ଟି କ'ଣ ପାଇଁ ଦିଆଯାଇଛି ଅଧିକାଂଶ ମହିଳାମାନେ ଜାଣିପାରୁନାହାନ୍ତି। ସେଥିପାଇଁ ସେମାନେ ଯାହାକି ସେହି ଅପସନ୍ରେ କ୍ଲିକ୍ କରିକି 18,735 ଜଣ ଯୋଗ୍ୟ ହିତାଧିକାରୀ ଯାହାକି ସେଇଠି କ୍ଲିକ୍ କରିକି ସେମାନେ ସବମିଟ୍ କରିଦେଇଛନ୍ତି। ଯେହେତୁ ସରକାରଙ୍କର ତ୍ରୁଟି କାରଣରୁ ଏ ଆପଣଙ୍କର ଭୁଲଟି ହେଇଛି, ସେଥିପାଇଁ ବିଧାନସଭାରେ ଏ ନେଇ ମଧ୍ୟ ଆଲୋଚନା କରାଯାଇଛି। ଏହା ସହିତ ରାଜ୍ୟ ସରକାରଙ୍କର ନଜରକୁ ଆସି ମଧ୍ୟ ଏହା ସହିତ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏ ନେଇ ଅବଗତ ହୋଇସାରିଛନ୍ତି ଏବଂ ଖୁବ୍ ଶୀଘ୍ର ଏ ନେଇ ବଡ଼ ନିଷ୍ପତ୍ତି ଆସିପାରେ ବୋଲି ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯାହାକି ସେ ମଧ୍ୟ କହିସାରିଛନ୍ତି। ଏବଂ ସେ କହିଛନ୍ତି ଯେ ଆପଣଙ୍କର ଯେଉଁ ଅପ୍ ଆଉଟ୍ ଅପସନ୍ ରହିଛି, ଏହି ଅପ୍ ଆଉଟ୍ ଅପସନ୍ରେ ଯେଉଁ ମହିଳାମାନେ ବି ଭୁଲବଶତଃ ସବମିଟ୍ କରିଦେଇଛନ୍ତି, ସେମାନଙ୍କୁ ଯାହାକି ପୁଣି ଥରେ ଏହି ଯୋଜନା ଅଧୀନରେ ସାମିଲ କରାଯିବା ପାଇଁ ବ୍ୟବସ୍ଥା କରାଯିବ। ସେଥିପାଇଁ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନାର ଯେଉଁ ପୋର୍ଟାଲ୍ ରହିଛି, ସେହି ପୋର୍ଟାଲ୍ରେ ନୂଆ ଆପଣଙ୍କର ଗୋଟେ ଅପସନ୍ ଆସିବ। ସେହି ଅପସନ୍ରେ ଆପଣମାନେ ଗୋଟେ ଫର୍ମ ଫିଲ୍ଅପ୍ କରିବାକୁ ପଡ଼ିବ। ଆପଣମାନଙ୍କୁ ଗୋଟେ ଫର୍ମ ସେଇଠି ଫିଲ୍ଅପ୍ କରିବାକୁ ପଡ଼ିବ। ଫିଲ୍ଅପ୍ କଲା ପରେ ଯାହାକି ଆପଣମାନଙ୍କୁ ସବମିଟ୍ କରିବାକୁ ପଡ଼ିବ। ସବମିଟ୍ କଲା ପରେ ଆପଣମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଆପଣଙ୍କର ଡକୁମେଣ୍ଟଟିକୁ ପୁଣି ଥରେ ଯାଞ୍ଚ କରାଯିବ ଏବଂ ଆପଣଙ୍କର ଯଦି ସବୁକିଛି ଠିକ୍ଠାକ୍ ଥିବ, ତାହେଲେ ଆପଣମାନେ ସୁଭଦ୍ରା ଯୋଜନା ଅଧୀନରେ ପୁଣି ଥରେ ସାମିଲ ହୋଇକି ସୁଭଦ୍ରା ଯୋଜନା ଅଧୀନରେ ଆପଣମାନେ ଟଙ୍କା ପାଇପାରିବେ। ଏହା ସହିତ ଆପଣଙ୍କର এই ଯେଉଁ ଫର୍ମ ରହିଛି, এই ଫର୍ମଟି ଆପଣଙ୍କ ଗାଁର ଯେଉଁ ଅଙ୍ଗନବାଡ଼ି ଦିଦି ରହିଛନ୍ତି, ସେହି ଅଙ୍ଗନବାଡ଼ି ଦିଦିଙ୍କ ପାଖରେ ମଧ୍ୟ ଆପଣମାନେ ଏହି ଫର୍ମଟି ପାଇପାରିବେ ଏବଂ ସେହି ଫର୍ମଟିକୁ ଆଣିକି ଆପଣମାନେ ପୂରଣ କରିକି ପୁଣି ଥରେ ଯାହାକି ଅଫଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ କିମ୍ବା ଆପଣମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏବଂ ଆବେଦନ କଲା ପରେ ଆପଣଙ୍କର ଯଦି ସବୁକିଛି ଠିକ୍ଠାକ୍ ରହିଛି, ତାହେଲେ ଆପଣମାନେ ପୁଣି ଥରେ ସୁଭଦ୍ରା ଯୋଜନା ଅଧୀନରେ ସାମିଲ ହୋଇକି ସୁଭଦ୍ରା ଯୋଜନା ଅଧୀନରେ ଆପଣମାନେ ଟଙ୍କା ମଧ୍ୟ ପାଇପାରିବେ। ଦେଖନ୍ତୁ, ଏହା ସହିତ ଯେଉଁ ମହିଳାମାନେ ଏପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ପାଇନାହାନ୍ତି, ସେହି ମହିଳାମାନେ ଯାହାକି ଆଉ ଥରେ ଇ-କେୱାଇସି କରିଦିଅନ୍ତୁ। ଦେଖନ୍ତୁ, ରାଜ୍ୟ ସରକାରଙ୍କ ତରଫରୁ କୁହାଯାଉଛି ଯେ ଏପର୍ଯ୍ୟନ୍ତ 1 ଲକ୍ଷରୁ ଅଧିକ ମହିଳାମାନେ ଯାହାକି ଇ-କେୱାଇସିଟିକୁ କମ୍ପ୍ଲିଟ୍ କରିନାହାନ୍ତି। ସେଥିପାଇଁ ଯେଉଁମାନେ ଆପଣଙ୍କର 11 ତାରିଖରୁ 15 ତାରିଖ ଭିତରେ ଆବେଦନ କରିଥିଲେ,
ଦେଖନ୍ତୁ ଯେଉଁମାନେ ବି ବିନା ଇ କେଆସିରେ ଆବେଦନ କରିଥିଲେ ସେମାନେ ଯାହାକି ଆପଣଙ୍କ ପାଖର ଯେଉଁ ସିଏଚ୍ସି ସେଣ୍ଟର କିମ୍ବା ଆପଣଙ୍କର ଯେଉଁ ମୋ ସେବା କେନ୍ଦ୍ର ରହିଛି ସେଇ ଜାଗାକୁ ଯାଇକି ଆପଣମାନେ ଆଉ ଥରେ ଇ କେଆସି କରିଦିଅନ୍ତୁ। ଯେଉଁମାନେ ଇ କେଆସି କରିନାହାନ୍ତି ତାଙ୍କର ଲିଷ୍ଟ ରହିଛି ଆପଣଙ୍କର ସିଏଚ୍ସି ସେଣ୍ଟର କିମ୍ବା ଆପଣଙ୍କର ଯେଉଁ ମୋ ସେବା କେନ୍ଦ୍ର ରହିଛି ତାଙ୍କ ପାଖରେ ଲିଷ୍ଟ ରହିଛି। ସେଇ ମହିଳାମାନେ ଯାହାକି ଆଉ ଥରେ ଇ କେଆସି କରିଦିଅନ୍ତୁ। ଆପଣ ଇ କେଆସି କରିଦେଲା ପରେ ଆପଣମାନେ ଆଉ ଗୋଟେ କାମ ମଧ୍ୟ ଆପଣମାନଙ୍କୁ କରିବାକୁ ପଡ଼ିବ। ଆପଣମାନଙ୍କୁ ଡିବିଟି ଆକ୍ଟିଭ୍ କରିବାକୁ ପଡ଼ିବ। ଆପଣଙ୍କର ଯେଉଁ ଆଧାର କାର୍ଡ଼ ରହିଛି ସେଇ ଆଧାର କାର୍ଡ଼ଟିକୁ ଆପଣଙ୍କର ଯେଉଁ ବ୍ୟାଙ୍କ ଆକାଉଣ୍ଟ ରହିଛି ସେଇ ବ୍ୟାଙ୍କ ଆକାଉଣ୍ଟରେ ଲିଙ୍କ କରିବାକୁ ପଡ଼ିବ। ଆପଣମାନେ ଯଦି ଏଇ ଦୁଇଟା କାମ କରିଦେଉଛନ୍ତି ତାହେଲେ ଆପଣମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଯାହାକି ସୁଭଦ୍ରା ଯୋଜନା ଅଧୀନରେ ଟଙ୍କା ପାଇପାରିବେ। ଏହା ସହିତ ଏ ନେଇ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏ ନେଇ ସୂଚନା ଦେଇଛନ୍ତି। ଠିକ୍ ଅଛି, ଏ ଥିଲା ସୁଭଦ୍ରା ଯୋଜନାକୁ ନେଇ ଗୋଟେ ବହୁତ ବଡ଼ ଅପଡେଟ୍। ଆପଣଙ୍କୁ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ବକ୍ସରେ ନିଶ୍ଚୟ ଗୋଟେ କମେଣ୍ଟ କରନ୍ତୁ ଏବଂ ଗଭର୍ଣ୍ଣମେଣ୍ଟର ଯେକୌଣସି ନୂଆ ଯୋଜନାର ଅପଡେଟ୍ ଆପଣ ସର୍ବପ୍ରଥମେ ଦେଖିବାକୁ ଚାହୁଁଥିଲେ এই ଚ୍ୟାନେଲଟିକୁ ଆପଣ ରେଗୁଲାର ଦେଖୁଥାନ୍ତୁ। ଏହା ସହିତ ଯେଉଁମାନେ ଆମର ଯେଉଁ ଟେଲିଗ୍ରାମ ଚ୍ୟାନେଲ ରହିଛି ସେଇ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇନାହିଁ ଆପଣମାନେ ସେଇ ଟେଲିଗ୍ରାମ ଚ୍ୟାନେଲରେ ଯାଇକି ଜଏନ୍ ହେଇଯାଆନ୍ତୁ। ସେଇ ଟେଲିଗ୍ରାମ ଚ୍ୟାନେଲ ମାଧ୍ୟମରେ ଆପଣଙ୍କର ଯାହା ବି ପ୍ରଶ୍ନ ରହିଛି ଆପଣମାନେ ଆମକୁ ପଚାରି ପାରିବେ।